ପାଟଣାଗଡ଼ ଡାକ୍ତରଖାନାରେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ନିସ୍ତୁକ ମାଡ଼ରେ ଗୁରୁତର ରୋଗୀଙ୍କ ସ୍ୱାମୀ। ଗୁରୁତର ସ୍ୱାମୀ ଥାନାର ଦ୍ୱାରସ୍ଥ। ଅଭଳି ଅଭାବନୀୟ ଘଟଣା ଘଟିଛି ପାଟଣାଗଡ଼ ସ୍ଥିତ ସିଲେଟପଡ଼ା ଗ୍ରାମରେ। ସୂଚନା ମୁତାବକ ଗତ ରାତ୍ରି 12ଟା ସମୟରେ ସିଲେଟପଡ଼ା ଗ୍ରାମର ଭୀମସୁନାଙ୍କ ସ୍ତ୍ରୀକୁ ସାପ କାମୁଡ଼ିଥିବା ନେଇ ଭୀମସୁନା ପାଟଣାଗଡ଼ ହସ୍ପିଟାଲ ଆସିଥିଲେ ଚିକିତ୍ସା ପାଇଁ। ହେଲେ ଚିକିତ୍ସା ପାଇଁ ପାଟଣାଗଡ଼ ହସ୍ପିଟାଲ ଭିତରକୁ ଗଲା ପରେ ଡକ୍ଟର ଚାମ୍ବରକୁ ଯାଇ ଡକ୍ଟରକୁ ଖୋଜିଥିଲେ। ହେଲେ ଡକ୍ଟର ଚାମ୍ବରରେ ନଥିବା ବେଳେ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। କିଛି ସମୟର ବ୍ୟବଧାନ ପରେ ଡକ୍ଟର ଆସି ଭୀମସୁନାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଆରମ୍ଭ କରି ସ୍ୱାମୀଙ୍କୁ ସ୍ତ୍ରୀର ରକ୍ତ ନମୁନା ପରୀକ୍ଷା ପାଇଁ କହିଥିଲେ। ତେବେ ସ୍ୱାମୀ ହସ୍ପିଟାଲର ବାହାରକୁ ଆସୁଥିବା ବେଳେ ସେହି ଭିଡିଓ ଉତ୍ତୋଳନକୁ ନେଇ ଲାଗିଥିଲା ବିବାଦ। ତେବେ ଅଭିଯୋଗ ଅନୁଯାୟୀ ଉତ୍ତୋଳନ ଭିଡିଓ ଡିଲିଟ୍ କରିବା ପାଇଁ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ କହିଥିଲେ। ନଚେତ୍ ତୋ ସ୍ତ୍ରୀକୁ ବଲାଙ୍ଗୀର ଡାକ୍ତରଖାନାକୁ ରେଫର କରିନେବୁ ବୋଲି କହିଥିଲେ। ଉତ୍ତୋଳନ ଭିଡିଓକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ କାର୍ଯ୍ୟରତ 12 ଜଣ ସିକ୍ୟୁରିଟି ଗାର୍ଡ ସମସ୍ତେ ମିଶି ଭୀମସୁନାଙ୍କୁ ହସ୍ପିଟାଲ ତଳକୁ ଆଣି ଠେଙ୍ଗା ସାହାଯ୍ୟରେ ନିସ୍ତୁକ ମାଡ଼ ଦେଇଥିଲେ। ଫଳରେ ଭୀମଙ୍କର ପଛପିଠିରେ ଲାଲ ଦାଗ ଉଠିଯାଇଥିବା ବେଳେ ଆଜି ସକାଳେ ଭୀମ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଆଜି ପାଟଣାଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୂର୍ବରୁ ମଧ୍ୟ ମଦ ପିଇ ଜଣେ ଫାର୍ମାସିଷ୍ଟ ଔଷଧ ବିତରଣକୁ ନେଇ ବିବାଦରେ ପାଟଣାଗଡ଼ ହସ୍ପିଟାଲ ଥିବା ବେଳେ ଏବେ ଏହି ଠେଙ୍ଗାରେ ମାଡ଼ ମାରି ପିଠି ଲାଲ କରିବା ଘଟଣାକୁ ନେଇ ଅଞ୍ଚଳରେ ଦୃଢ଼ ନିନ୍ଦା କରାଯାଉଛି। ଏ ଘଟଣାର ସଠିକ ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ପାଟଣାଗଡ଼ରୁ ଲୋକଙ୍କ ସାଥିର ସ୍ୱର। ବ୍ୟୁରୋ ରିପୋର୍ଟ ବିରୋଧୀ।